ମୁଁ ସର୍ବପ୍ରଥମେ ରାୟଗଡ଼ା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ଏବଂ ତା ସଙ୍ଗେ ସଙ୍ଗେ ମୋର ମା ଏବଂ ମୋର ଯେତିକି ରାୟଗଡ଼ା ଭୋଟର୍ସ ଅଛନ୍ତି ସେମାନଙ୍କୁ ମୁଁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ସେମାନଙ୍କ ଆଶୀର୍ବାଦରୁ ଆଜି ପୁରା ବିପୁଳ ପରିମାଣରେ ମୁଁ ଭୋଟ ପାଇଛି। ସେଥିପାଇଁ ନିଶ୍ଚିତ ଭାବରେ ରାୟଗଡ଼ା ଜନସାଧାରଣଙ୍କୁ ମୁଁ ଶ୍ରେୟ ଦେବି। ଦେଖନ୍ତୁ, ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ଆପଣ ଦେଖିବେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ତିନୋଟି ଯାକ 25 ବର୍ଷ ଯେଉଁ ଶାସନ କରୁଥିଲା ଯେଉଁ ସରକାର, ସେ ସରକାରର ଯେଉଁ ନେତାମାନେ ଏବେ ଯାଏଁ ତା'ର ସମାଧାନଟା କରିପାରିନାହାନ୍ତି। ମୁଁ ଚେଷ୍ଟା କରିବି ସେ ସମାଧାନଟାକୁ କେମିତି ଲୋକଙ୍କ ସୁବିଧା ହେବ ସେ ଅନୁସାରେ ମୁଁ ସମାଧାନ କରିବି। ଏବଂ ଦ୍ୱିତୀୟରେ ରାୟଗଡ଼ା ନିର୍ବାଚନ ମଣ୍ଡଳୀରେ ଯେକୌଣସି ଅସୁବିଧା ହେଉ କି କୌଣସି କଷ୍ଟ ହେଉ, ଲୋକଙ୍କର ଯଦି ଅସୁବିଧା ସୁବିଧା ଅଛି ସେଠି ପାଖରେ ମୁଁ ଛିଡ଼ା ହେବି ଏବଂ ତାଙ୍କର ଦୁଃଖ କଷ୍ଟରେ ମୁଁ ଯାଇକରି ତାଙ୍କମାନଙ୍କର କଷ୍ଟଟାକୁ ମୁଁ ସମାଧାନ କରିବା ପାଇଁ ମୁଁ ଚେଷ୍ଟା କରିବି।